ଛାଡ଼ପତ୍ରର 10 ବର୍ଷ ପରେ ପତ୍ନୀ ଷ୍ଟେସନରେ ସିଙ୍ଗଡ଼ା ବିକ୍ରି କରୁଥିଲା। ଏହାପରେ ସ୍ୱାମୀ ଜଣକ ଯାହା କଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବନ୍ଧୁମାନେ, ରେଳ ଷ୍ଟେସନରେ ଥିବା ଭିଡ଼ କେବଳ ଜଣେ ମଣିଷ ପାଇଁ ଅଟକି ନଥାଏ। ଏଠି ସମସ୍ତେ କୌଣସି ନା କୌଣସି ଜାଗାକୁ ଯିବାର ବ୍ୟସ୍ତତାରେ ଥାଆନ୍ତି। ଆଉ ଯେଉଁମାନେ ଅଟକି ଯାଆନ୍ତି ସେମାନେ ଭିଡ଼ ଭିତରେ କେଉଁଠି ନା କେଉଁଠି ଦଳି ଚକଟି ହୋଇଯାଆନ୍ତି। 3 ନମ୍ବର ପ୍ଲାଟଫର୍ମର ଚଟାଣରେ ସକାଳର ସୂର୍ଯ୍ୟଙ୍କର କିରଣ ପଡ଼ୁଥାଏ। ଆଉ ସେଠାରେ ଏକ କାଠର ଠେଲା ଲାଗିଥିଲା। ସେଇ ଠେଲା ପଛରେ ଜଣେ ସାଧା ଶାଢ଼ୀ ପିନ୍ଧା ଝାଳରେ ଭିଜା ସ୍ତ୍ରୀ ଲୋକଟିଏ ଛିଡ଼ା ହୋଇଥିଲେ। ତେଲ ଚିକିଟା ହାତ ଓ ଆଖିର ନୀରବତା ଯେମିତି ବର୍ଷ ବର୍ଷ ଧରି କିଛି କହିବାକୁ ଚାହୁଁଛି, କିନ୍ତୁ କିଛି ଶବ୍ଦ ମିଳୁନାହିଁ କହିବା ପାଇଁ। ସେଇ ସ୍ତ୍ରୀ ଲୋକଟିର ନାଁ ସାବିତ୍ରୀ ଥିଲା, କିନ୍ତୁ ସେଠି ତାଙ୍କୁ ଏଇ ନାଁରେ କେହି ବି ଜାଣିନଥିଲେ। ସେ ଜାଗାରେ କେବଳ ସିଙ୍ଗଡ଼ାବାଲି ବୋଲି ତାର ପରିଚୟ ଥିଲା। ସାବିତ୍ରୀର ହାତକୁ ଟିକେ ବି ଫୁର୍ସତ ମିଳୁନଥିଲା। କେତେବେଳେ ସିଙ୍ଗଡ଼ା ଦବାରେ ତ କାଗଜ ଗୁଡ଼େଇବାରେ ଅବା ପଇସା ନବାରେ ଓ ଗଣିବାରେ ତା ହାତଟି ସବୁବେଳେ ବ୍ୟସ୍ତ ରହୁଥିଲା। ହେଲେ ପ୍ରତିଦିନ ପ୍ରତ୍ୟେକ ଟ୍ରେନ୍ ଅଟକିବା ମାତ୍ରେ ଅଜାଣତରେ ଆଖିଟା ଟ୍ରେନ୍ର କବାଟ ପାଖକୁ ଚାଲିଯାଏ, ଯେମିତି କାହାକୁ ଆଖିଟା ଖୋଜୁଛି। ହେଲେ ସେ ନିଜେ ମଧ୍ୟ ଜାଣିନଥିଲା କାହାକୁ। ଏହା ଭିତରେ 10 ବର୍ଷ ବିତି ଯାଇଥିଲା, ହେଲେ କିଛି ଅଭ୍ୟାସ ସମୟ ସହିତ ବଦଳି ନଥିଲା। ସାବିତ୍ରୀକୁ ବେଳେବେଳେ ଲାଗୁଥିଲା ଯେମିତି ତା ଜୀବନଟା ବି ଏଇ ରେଳ ଟ୍ରାକ୍ ପରି ହୋଇଯାଇଛି, ଲମ୍ବା ସିଧା ଓ କୌଣସି ମୋଡ଼ ବିନା। ସେଦିନ ଜଣେ ବ୍ୟକ୍ତି ପ୍ଲାଟଫର୍ମରେ ଓହ୍ଲେଇଲେ ଓ ତାଙ୍କ ଦେହରେ ଦାମିକା ପୋଷାକ ଥିଲା। ତାଙ୍କ ଚାଲିବାରେ ଆତ୍ମବିଶ୍ୱାସ ଥିଲା ଓ କାର୍ଯ୍ୟର ଥକାପଣ ତାଙ୍କ ମୁହଁରେ ସ୍ପଷ୍ଟ ଜଣାପଡ଼ୁଥିଲା। ହାତରେ ଗୋଟେ ସୁଟକେସ୍ ଥିଲା ଏବଂ ତାଙ୍କ ଆଖିରେ ସେଇ ତତ୍ପରତା ଥିଲା ଯେଉଁଟାକି ଜଣେ ସଫଳ ପୁରୁଷର ପରିଚୟ ଦେଇଥାଏ। ତାଙ୍କ ନାଁ ଅମିତ ଥିଲା। ସେ ରହିବାକୁ ସେ ଜାଗାକୁ ଆସିନଥିଲେ। ସେ ଷ୍ଟେସନରୁ ଆଉ ଗୋଟେ ଟ୍ରେନ୍ ଧରି କେଉଁ ଜାଗାକୁ ଯିବାର ଥିଲା। ହେଲେ ଅମିତକୁ ବହୁତ ଜୋରରେ ଭୋକ ଲାଗୁଥିଲା। ଆଉ ସେଇ ପେଟର ଭୋକ ତାଙ୍କୁ ସାବିତ୍ରୀର ଠେଲା ଆଗରେ ଅଟକେଇ ଦେଇଥିଲା। ଅମିତ ଆଉ ଅନ୍ୟ ଆଡ଼କୁ ଧ୍ୟାନ ନ ଦେଇ କହିଲେ, "ମୋତେ 2ଟା ସିଙ୍ଗଡ଼ା ଦିଅନ୍ତୁ।" ସ୍ୱରଟି ଶୁଣିବା ମାତ୍ରେ ସାବିତ୍ରୀର ଦେହ ଭିତରଟା ହଲଚଲ ହୋଇଗଲା। ସେ ପ୍ରତିଦିନ ଶହ ଶହ ଲୋକଙ୍କର ସ୍ୱର ଶୁଣୁଥିଲା, କିନ୍ତୁ ଏହି ସ୍ୱର ତା ହୃଦୟର ପୁରୁଣା କବାଟକୁ ଧକ୍କା ଦେଲା ଭଳି ଅନୁଭବ ହେଲା। ତଥାପି ସାବିତ୍ରୀ ସିଙ୍ଗଡ଼ା ଧରି ଯେତେବେଳେ କାଗଜରେ ଗୁଡ଼ାଉଥିଲା, ତା ଆଙ୍ଗୁଠିଗୁଡ଼ିକ ଥରି ଉଠୁଥିଲା। ସେ ଧୀରେ ଧୀରେ ଉପରକୁ ଚାହିଁଲା। 10 ବର୍ଷ, ପୁରା 10 ବର୍ଷ ବିତି ଯାଇଥିଲା, କିନ୍ତୁ ସାମ୍ନାରେ ଛିଡ଼ା ହୋଇଥିବା ଚେହେରା ମଧ୍ୟ ଅଜଣା ନଥିଲା। ସେଇ ମୁହୂର୍ତ୍ତରେ ଅମିତଙ୍କର ଆଖି ମଧ୍ୟ ସାବିତ୍ରୀ ଉପରେ ପଡ଼ିଗଲା। ଦୁହେଁ କେବଳ କିଛି ସେକେଣ୍ଡ ପାଇଁ ପରସ୍ପରକୁ ଚାହିଁ ରହିଥିଲେ। ଲାଗୁଥିଲା ଯେମିତି ଆଖପାଖର ଶବ୍ଦ ଅଚାନକ ଦୂରକୁ ଚାଲିଯାଇଛି। ଟ୍ରେନ୍ର ଶବ୍ଦ ଓ ଲୋକମାନଙ୍କର ସ୍ୱର ସବୁକିଛି ଅସ୍ପଷ୍ଟ ହୋଇଗଲା। ଅମିତର ଆଖି ଖୋଲା ରହିଗଲା ଓ ଓଠ ମଧ୍ୟ ଥରିଗଲା। "ସାବି" କହି ଅଟକିଗଲେ। ପୁରା ନାଁ ମଧ୍ୟ ଡାକିପାରିଲେନି। ସାବିତ୍ରୀ ସାଙ୍ଗେ ସାଙ୍ଗେ ଆଖି ତଳକୁ କରିଦେଲା, ଯେମିତି ତାର କୌଣସି ଚୋରି ଧରା ପଡ଼ିଯାଇଛି। ସେ ନିଜକୁ ନିୟନ୍ତ୍ରଣ କଲା ଓ ଅତି ଧୀର କଣ୍ଠରେ କହିଲା, "ସିଙ୍ଗଡ଼ାଟା ଗରମ ଅଛି ଆଜ୍ଞା।" ତା ସ୍ୱରରେ ନା କୌଣସି ଅଭିଯୋଗ ଥିଲା, ନା ରାଗ, ନା କୌଣସି ପ୍ରଶ୍ନ ଥିଲା। ବାସ୍ କେବଳ ଏକ ଦୂରତା ଥିଲା। 10 ବର୍ଷ ପୂର୍ବେ ଏକ କାଗଜର ଦସ୍ତଖତ ସହିତ ସୃଷ୍ଟି ହୋଇଥିବା ଦୂରତା। ଅମିତ ପଇସା ଦେଲାବେଳେ ତାଙ୍କ ହାତ ଥରି ଉଠୁଥିଲା। ସେ ବିଶ୍ୱାସ କରିପାରୁନଥିଲେ ଯେ ଯେଉଁ ମହିଳା ସହିତ ସେ ସାରା ଜୀବନ ବିତେଇବାକୁ ପ୍ରତିଜ୍ଞା କରିଥିଲେ, ଆଜି ସେଇ ମହିଳା ପ୍ଲାଟଫର୍ମରେ ସିଙ୍ଗଡ଼ା ବିକୁଛି। ଅମିତର ପୁରୁଣା କଥାଗୁଡ଼ିକ ମନେ ପଡ଼ିଗଲା, ଯେଉଁ କଥା ସେ ସାବିତ୍ରୀକୁ କହିଥିଲେ। "ତମେ ବହୁତ ସାଧାରଣ। ତମେ ମୋ ସହିତ ଆଗକୁ ବଢ଼ିପାରିବନି। ମୋତେ କିଛି ବଡ଼ କରିବାର ଅଛି।" ଆଉ ଅମିତ ଏହା ଭିତରେ ବହୁତ ବଡ଼ ଲୋକ ମଧ୍ୟ ହୋଇସାରିଥିଲେ। ବଡ଼ କମ୍ପାନୀ, ବଡ଼ ଗାଡ଼ି, ବଡ଼ ଘର। ହେଲେ ଆଜି ଏହି ରେଳ ଷ୍ଟେସନରେ ଛିଡ଼ା ହେଇ ଅନୁଭବ କରିପାରୁଛନ୍ତି ଯେ ବହୁତ କିଛି ଜିନିଷ ଜୀବନରେ ଛାଡ଼ି ହେଇଯାଇଛି। ସାବିତ୍ରୀ ଅମିତ ହାତକୁ ସିଙ୍ଗଡ଼ାଟି ଦେଇଦେଲା। ଅମିତ ସାହସ କରି ପଚାରିଲେ, "ତମେ ଏଠି?" ସାବିତ୍ରୀ ଟିକେ ହସି କହିଲା ଯେ ସେ ଏଠି କାମ କରୁଛି ବୋଲି। ତାର ସେଇ ଉତ୍ତରରେ ନା ଥିଲା କୌଣସି କାହାଣୀ, ନା କୌଣସି ସଫେଇ। କିନ୍ତୁ ହଁ, 10 ବର୍ଷ ତଳର ସେଇ ପୁରୁଣା କାହାଣୀ ତା ଆଖି ଆଗରେ ନାଚି ଉଠିଥିଲା। ଛାଡ଼ପତ୍ର ପରେ ଲୋକଙ୍କର ପ୍ରଶ୍ନ, ମାର ଚିନ୍ତା ଓ ଧୀରେ ଧୀରେ ସବୁକିଛି ଦୂରେଇ ଯିବା। ସେ କାନ୍ଦିବା କ'ଣ ଶିଖିନଥିଲା, ସେ କେବଳ କର୍ମ କରିବା ଶିଖିଗଲା। ଅମିତ ସିଙ୍ଗଡ଼ା ଧରି ସାବିତ୍ରୀକୁ ଦେଖୁଥିଲେ। ତାଙ୍କର ମନେ ପଡ଼ିଗଲା ଯେ ସାବିତ୍ରୀ କେମିତି ସକାଳୁ ଉଠି ତାଙ୍କ ପାଇଁ ଟିଫିନ୍ ତିଆରି କରୁଥିଲା। ଆଉ ସେ ସବୁବେଳେ ନିଜ ସ୍ୱପ୍ନକୁ ପଛରେ ପକାଇ ଅମିତର ସ୍ୱପ୍ନକୁ ଆଗରେ ରଖୁଥିଲା। ଆଜି ସେଇ ମହିଳା ଜଣକ ନିଜ ସ୍ୱପ୍ନକୁ ଛାଣିବା ପାଇଁ ତେଲ କଢ଼େଇ ସାମ୍ନାରେ ଛିଡ଼ା ହୋଇଯାଇଥିଲା। ଅମିତ ଧୀର ସ୍ୱରରେ ସାବିତ୍ରୀକୁ ପଚାରିଲେ, "ତମେ ଭଲ ଅଛ?" ସାବିତ୍ରୀ ମୁଣ୍ଡ ହଲେଇ କହିଲା, "ହଁ।" ହଁ, ସେ ମିଛ କହୁନଥିଲା, କିନ୍ତୁ ପୁରା ସତ୍ୟ ବି କହୁନଥିଲା। ଏବଂ ସେଇ ରେଳ ପ୍ଲାଟଫର୍ମରେ 10 ବର୍ଷ ପରେ ଆଉ ଥରେ ତାଙ୍କର
କାହାଣୀ ପୁନର୍ବାର ନିଶ୍ୱାସ ନେଇଥିଲା, କାହିଁକି ନା ଏଇ କାହାଣୀ କେବଳ ଛାଡ଼ପତ୍ର ବିଷୟରେ ନଥିଲା। ଏହା କେବଳ ଗୋଟିଏ ନିଷ୍ପତ୍ତି ଥିଲା ଯେଉଁଟା ଗୋଟିଏ ମୁହୂର୍ତ୍ତରେ ନିଆଯାଇଥାଏ, କିନ୍ତୁ ଯାହାର ପରିଣାମ ପୁରା ଜୀବନ ସାରା ଭୋଗିବାକୁ ପଡ଼ିଥାଏ। ସିଙ୍ଗଡ଼ାର ପଇସା ଦେବା ପରେ ମଧ୍ୟ ଅମିତ ସାବିତ୍ରୀ ସାମ୍ନାରେ ଛିଡ଼ା ହୋଇଥିଲେ, ଯେମିତି ତା ପାଦ ମାଟିରେ ଲାଗିଯାଇଛି ଆଉ ସେ ସେଠୁ ପାଦଟା ଉଠେଇ ପାରୁନାହାନ୍ତି। ସାବିତ୍ରୀ ସିଙ୍ଗଡ଼ା ଛାଣିବା ପାଇଁ ତା କଢ଼େଇ ଆଡ଼କୁ ଧ୍ୟାନ ଦେଲା, କିନ୍ତୁ ତା ମନ ସେଇ ଗରମ ତେଲଠାରୁ ବି ଅଧିକ ଫୁଟୁଥିଲା। 10 ବର୍ଷ ପୂର୍ବରୁ ସ୍ମୃତି ହଠାତ୍ ଏମିତି ଚାଲି ଆସିଥିଲା ଯେ, ଯେମିତି ସତରେ କେହି ଜଣେ ବନ୍ଦ ପଡ଼ିଥିବା କବାଟକୁ ଜୋରରେ ଧକ୍କା ଦେଲା ଭଳି। ସେଇ ସ୍ମୃତି ଯୋଉଟାକୁ ସେ ଭୁଲିବାକୁ ଯଥାସମ୍ଭବ ଚେଷ୍ଟା କରୁଥିଲା, ହେଲେ ଆଜି ସେଇ ଷ୍ଟେସନରେ ପୁଣି ସେଇ ବ୍ୟକ୍ତି ଯିଏକି ତା ସାମ୍ନାରେ ଛିଡ଼ା ହୋଇଥିଲେ। 10 ବର୍ଷ ପୂର୍ବେ ସାବିତ୍ରୀର ସକାଳ ଏମିତି ନଥିଲା। ସେତେବେଳେ ସେ କୌଣସି ପ୍ଲାଟଫର୍ମ ନୁହେଁ, ଗୋଟେ ଛୋଟ ଭଡ଼ା ଘରେ ଉଠୁଥିଲା। ସକାଳର ସୂର୍ଯ୍ୟଙ୍କ କଅଁଳ କିରଣରେ ସେ ଚୁପଚାପ ଉଠି ରୋଷେଇ ଘରକୁ ଚାଲି ଯାଉଥିଲା, କାହିଁକି ନା ସେ ଚାହୁଁନଥିଲା ଯେ ଅମିତର ନିଦରେ କୌଣସି ବାଧା ଆସୁ। ସେ ରୋଷେଇ ଘରକୁ ଯାଇ ଗ୍ୟାସ୍ ଲଗାଇ ଚାହା ବସାଇଲା ଆଉ ଆଦରର ସହିତ ଅମିତର ଟିଫିନରେ ଖାଇବା ପ୍ୟାକ୍ କରୁଥିଲା। ସେ ତା ସ୍ୱପ୍ନକୁ ନେଇ ତତ୍ପର ନଥିଲା, କାହିଁକି ନା ନିଜର ସବୁ ସ୍ୱପ୍ନକୁ ଅମିତର ସ୍ୱପ୍ନରେ ମିଶାଇ ଦେଇଥିଲା। ସେ ଭାବୁଥିଲା ତା ସ୍ୱାମୀ ବିଜୟୀ ହେଲେ ସେଥିରେ ତାର ସବୁ ସ୍ୱପ୍ନ ପୂରା ହୋଇଯିବ। ଅମିତ ମଧ୍ୟ ସେ ସମୟରେ ବହୁତ ବଡ଼ ବଡ଼ ସ୍ୱପ୍ନ ଦେଖୁଥିଲେ। କିଛି ବଡ଼ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ। ସେ ସବୁବେଳେ କହୁଥିଲେ, ମୁଁ ଏ ସହରରେ ଆଉ ରହିବାକୁ ଚାହୁଁନାହିଁ, ମୋତେ ଆଗକୁ ବଢ଼ିବାରେ ଅଛି। ଅମିତ ମୁହଁରୁ ଏକଥା ଶୁଣି ପ୍ରତ୍ୟେକ ଥର ସାବିତ୍ରୀ ହସିକି କହେ, ତମେ ଯେଉଁଠି ରହିବ ମୁଁ ସେଇଠି ତମ ପାଖରେ ରହିବି। ବାହାଘରର କିଛି ବର୍ଷ ଦୁଇ ଜଣଙ୍କର ବହୁତ ଭଲରେ କଟିଥିଲା, କିନ୍ତୁ ଅମିତର ଚାକିରି ବଦଳିବା ସହିତ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ସାବିତ୍ରୀ ଧୀରେ ଧୀରେ ଅମିତ ଜୀବନର କେଉଁ କୋଣକୁ ଚାଲି ଯାଇଥିଲା। ନୂଆ ବନ୍ଧୁ, ନୂଆ ପୋଷାକ, ବଡ଼ ବଡ଼ ମିଟିଂ, ଏସବୁ ଭିତରେ ସାବିତ୍ରୀର ସରଳ ରୂପ ତାଙ୍କୁ ବୋଝ ପରି ଲାଗିଲା। ସାବିତ୍ରୀ ସବୁବେଳେ ସେଇ ପୁରୁଣା ଶାଢ଼ୀ ପିନ୍ଧୁଥିଲା ଓ ଚୁପଚାପ ରହୁଥିଲା। ଆଉ ଦିନେ ଏମିତି ଏକ ଝଗଡ଼ା ହେଲା ଯୋଉଟା ଶବ୍ଦର ନଥିଲା, କେବଳ ଥିଲା ଚିନ୍ତାଧାରାର। ଅମିତ ସେଦିନ ସାବିତ୍ରୀକୁ କହିଥିଲା, ତମେ କେବେ ବଦଳିବାକୁ ଚାହୁଁନ କି ମୋ ପ୍ରୋଗ୍ରେସଟାକୁ ବୁଝିପାରୁନା। ପ୍ରଥମ ଥର ପାଇଁ ସେଦିନ ସାବିତ୍ରୀ ମୁହଁ ଖୋଲି ସାହସ କରି କହିଥିଲା, ବଦଳିବା ପାଇଁ କିଛି ଆବଶ୍ୟକ ପଡ଼ିଥାଏ। ସାବିତ୍ରୀର ଏପରି ଶବ୍ଦରେ ଘର ଭିତରେ ଏକ ନୀରବତା ସୃଷ୍ଟି ହୋଇଥିଲା, ଆଉ ସେଇ ନୀରବତା ହିଁ ସେମାନଙ୍କ ସମ୍ପର୍କର ଶେଷ ସତ୍ୟ ଥିଲା। ଛାଡ଼ପତ୍ରର ନିଷ୍ପତ୍ତି ସାଙ୍ଗେ ସାଙ୍ଗେ ହୋଇନଥିଲା, ହେଲେ ଅମିତର ସେଇ ନୀରବତା ସାବିତ୍ରୀ ପାଇଁ କୌଣସି ବଜ୍ରପାତ ଠାରୁ କମ୍ ନଥିଲା। ଛାଡ଼ପତ୍ର କାଗଜରେ ଯେତେବେଳେ ଦସ୍ତଖତ ହୋଇଥିଲା, ସେତେବେଳେ ଅମିତ ଆଖିରେ ଗୋଟିଏ ଶାନ୍ତି ଥିଲା, କିନ୍ତୁ ସାବିତ୍ରୀ ଆଖିରେ ବହୁତ ପ୍ରକାର ପ୍ରଶ୍ନ ଉଙ୍କି ମାରୁଥିଲା। ସାବିତ୍ରୀ କୌଣସି ପ୍ରକାର ସାହାଯ୍ୟ ମାଗିନଥିଲା। ସେ କେବଳ ଗୋଟିଏ ପ୍ରଶ୍ନ କରିଥିଲା ଅମିତକୁ, ଯଦି କେବେ ତୁମକୁ ମୋର ଆବଶ୍ୟକ ପଡ଼େ? ସାବିତ୍ରୀ ପ୍ରଶ୍ନର କିଛି ବି ଉତ୍ତର ଦେଇନଥିଲା ଅମିତ। ବୋଧହୁଏ ସେ ଭାବୁଥିଲା ଏମିତି ସମୟ କେବେ ବି ଆସିବନି। ଛାଡ଼ପତ୍ର ପରେ ସାବିତ୍ରୀ ତା ବାପଘରକୁ ଚାଲି ଯାଇଥିଲା। ପ୍ରଥମେ ପ୍ରଥମେ ବାପଘର ଲୋକେ ସାହାଯ୍ୟ କରୁଥିଲେ, କିନ୍ତୁ ଧୀରେ ଧୀରେ ସମାଜ ତା ରଙ୍ଗ ଦେଖାଇବାରେ ଲାଗିଲା। ପ୍ରତ୍ୟେକ ଲୋକଙ୍କ ଆଖିରେ କେବଳ ତା ପାଇଁ ପ୍ରଶ୍ନ ଥିଲା ଓ କଥା କଥାରେ ଅପମାନ ଥିଲା। ବନ୍ଧୁ ବାନ୍ଧବମାନେ ବି କହିବାକୁ ଲାଗିଲେ, ଏବେ ତୋ ବ୍ୟବସ୍ଥା ତୁ ନିଜେ କର। ସାବିତ୍ରୀ ପାଇଁ କୌଣସି କାମ ଖୋଜିବା ଏତେ ସହଜ ନଥିଲା, କାହିଁକି ନା ଗୋଟେ ଛାଡ଼ପତ୍ର ପାଇଥିବା ନାରୀକୁ ସମାଜ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖୁଥାଏ। ସାବିତ୍ରୀକୁ କିଛି କାମ ନ ମିଳିବାରୁ ସେ ଘର ଘର ବୁଲି ବାସନ ମାଜିବାକୁ ଲାଗିଲା। ବେଳେବେଳେ ଦିନସାରା କଠିନ ପରିଶ୍ରମ କରିବା ସତ୍ତ୍ୱେ ବି ତାକୁ ପୂରା ପଇସା ମିଳିନଥାଏ। ଅନେକ ଥର ତାକୁ ଭୋକ ଉପାସରେ ରହିବାକୁ ପଡ଼ିଥିଲା, କିନ୍ତୁ ସେ କେବେ କାହା ପାଖରେ ହାତ ପାତି ନଥିଲା। ସାବିତ୍ରୀ ଏତିକି ଭାବୁଥିଲା, ଏହା କେବଳ ତା ପାଇଁ କାହାର ସ୍ୱପ୍ନରେ ନିଜକୁ ହଜେଇ ଦେବାର ଦଣ୍ଡ ତାକୁ ମିଳୁଥିଲା। ଏହି ରେଳ ଷ୍ଟେସନରେ କାମ କରିବା ତା ପାଇଁ ଏକ ମଜବୁରି। ନିଜର ଜଣେ ପରିଚିତ ଲୋକ ତାକୁ କହିଥିଲେ, ଏ ଜାଗାରେ ବହୁତ ଭିଡ଼, ଏଠି କିଛି କାମ କଲେ ହୁଏତ ତା ପେଟ ଭରିଯିବ। ସତକଥା, ସାବିତ୍ରୀର ପେଟ ତ ଭରି ଯାଉଥିଲା, ହେଲେ ମନ ଟିକେ ଟିକେ ଖାଲି ହୋଇଯାଇଥାଏ। ପ୍ରତ୍ୟେକ ଟ୍ରେନର ଗତିରେ ତାକୁ ଏମିତି ଲାଗୁଥିଲା ତା ଜୀବନ ମଧ୍ୟ ସେଥିରେ ଚାଲି ଯାଉଥିଲା, ହେଲେ ତାକୁ ଟିକେଟ ମିଳୁନଥିଲା। ଆଜି 10 ବର୍ଷ ପରେ ସେଇ ସମାନ ଷ୍ଟେସନରେ ଅମିତ ସହିତ ଏପରି ଦେଖା ହୋଇଯିବା କୌଣସି ଆଶ୍ଚର୍ଯ୍ୟଠାରୁ ବି କମ୍ ନଥିଲା। ସିଙ୍ଗଡ଼ା ଛାଣିଲା ବେଳେ ସାବିତ୍ରୀ ଭାବୁଥାଏ, ସମୟ ବି ତା ସହିତ କେମିତି ଥଟ୍ଟା ପରିହାସ କରୁଛି। ଯାହାକୁ ସେ ଭୁଲିବାକୁ ଚେଷ୍ଟା କରୁଛି, ଆଜି ସେ ବ୍ୟକ୍ତି ଆସି ତାରି ସାମ୍ନାରେ ଛିଡ଼ା ହୋଇଯାଇଛି। ଅମିତ ତାଠାରୁ ଟିକେ ଦୂରରେ ଛିଡ଼ା ହୋଇ ସିଙ୍ଗଡ଼ା ଖାଉଥିଲେ, ହେଲେ ତା ତଣ୍ଟି ଶୁଖି ଯାଇଥିଲା। ତାକୁ ହୃଦୟଙ୍ଗମ ହେଉଥିଲା ଯେ ସେ ଯାହାକୁ ଛାଡ଼ି ଦେଇଥିଲେ ସେ କେବଳ ଜଣେ ନାରୀ ନଥିଲା, ସେ ପୂରା ଦୁନିଆ ଥିଲା, ଯାହାର ଜୀବନ କେବଳ ଗୋଟିଏ ସିଙ୍ଗଡ଼ା ଠେଲା ପାଖରେ ସୀମିତ ରହିଯାଇଥିଲା। ଅମିତ କିଛି କହିବାକୁ ଚାହୁଁଥିଲେ, ହେଲେ କ'ଣ କହିବେ ବୋଲି ସେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ।
ସାବିତ୍ରୀ ମଧ୍ୟ କିଛି କହିନଥିଲା। ସେ ଜାଣିଥିଲା କିଛି କହିବା ପାଇଁ ବହୁତ ଡେରି ହେଇଯାଇଛି, କିନ୍ତୁ ସାବିତ୍ରୀକୁ ଜଣା ନଥିଲା ଯେ ଏହି ଭେଟ ଏବେ ଶେଷ ହେବନି ବୋଲି। କାହିଁକି ନା ଅମିତ ମନରେ ଏକ ନିଷ୍ପତ୍ତି ଧୀରେ ଧୀରେ ସୃଷ୍ଟି ହେଉଥିଲା। ହେଇପାରେ ସେଇ ନିଷ୍ପତ୍ତି ସବୁକିଛି ବଦଳାଇ ଦେବ, ନହେଲେ ପୁରୁଣା ଘାକୁ ଆହୁରି ଗଭୀର କରିବ। ଏହି ଚିନ୍ତାଧାରାରେ ଅମିତ ପ୍ରଥମ ଥର ପାଇଁ ସାବିତ୍ରୀକୁ ଏକ ଲୟରେ ଚାହିଁ ରହିଥାଏ, ଯେମିତି ସେ ଆଉଥରେ ସାବିତ୍ରୀକୁ ଚିହ୍ନିବାକୁ ଚେଷ୍ଟା କରୁଥିଲା। ଏହା ଭିତରେ ସିଙ୍ଗଡ଼ା ସରିଯାଇଥିଲା, ହେଲେ ତା ଭୋକ ସେଇଠି ସରି ନଥିଲା, କିନ୍ତୁ ସେଇଟା ପେଟର ଭୋକ ନଥିଲା। ଅମିତ 2 ପାଦ ଆଗକୁ ନେଇ ଅଟକିଗଲା। ସାବିତ୍ରୀ ଲଗାତାର ତା କାମରେ ବ୍ୟସ୍ତ ଥିଲା, ଯେମିତି କିଛି ହୋଇନାହିଁ। ଗ୍ରାହକ ଆସୁଥିଲେ, ସିଙ୍ଗଡ଼ା କିଣୁଥିଲେ, ପଇସା ଦେଇ ଚାଲି ଯାଉଥିଲେ। ଅମିତ ଧୀରେ ଧୀରେ ସାବିତ୍ରୀ ପାଖକୁ ଆସି ପଚାରିଲା, ତମେ ସବୁଦିନ ଏହି ଜାଗାରେ ରହିଥାଅ? ଅମିତର ପ୍ରଶ୍ନଟି ସରଳ ଥିଲା, ହେଲେ ମନ ଭିତରେ ଭୟ ବି ଥିଲା। ସାବିତ୍ରୀ ଅମିତ ଆଡ଼କୁ ନ ଚାହିଁ ଉତ୍ତର ଦେଲା, ହଁ, ସକାଳୁ ରାତି ପର୍ଯ୍ୟନ୍ତ ରୁହେ। ତା ସ୍ୱରରେ କୌଣସି ଅଭିମାନ ନଥିଲା। ଅମିତର ମନେ ପଡ଼ିଯାଇଥିଲା ସେଇ ପୁରୁଣା କଥା। ସେ ଦିନେ ତାକୁ କହୁଥିଲା, ତମେ ଏତେ କାମ କରନି, ଥକିଯିବ। ଆଉ ସେଇ ମହିଳା ସକାଳୁ ରାତି ପର୍ଯ୍ୟନ୍ତ ଗୋଟେ ଠେଲା ପାଖରେ ଛିଡ଼ା ହୋଇ ସିଙ୍ଗଡ଼ା ବିକ୍ରି କରୁଛି। ଅମିତ ପ୍ରଥମ ଥର ପାଇଁ ଲକ୍ଷ୍ୟ କରୁଥିଲା ଯେ ସାବିତ୍ରୀର ହାତ ଗୋଡ଼ କେତେ ପତଳା ହୋଇଯାଇଛି। ଆଙ୍ଗୁଠିରେ ଗରମ ତେଲର ପୋଡ଼ା ଦାଗ ରହିଯାଇଛି। କଠିନ ପରିଶ୍ରମ ହେତୁ ମୁହଁର ଉଜ୍ଜ୍ୱଳତା କମିଯାଇଛି। ଅମିତକୁ ଏମିତି ଲାଗିଲା ଯେ ସେ କେଉଁ ଅଜଣା ବ୍ୟକ୍ତିକୁ ଦେଖୁଛି ବୋଲି। ସେଦିନ ଆଉ ଅମିତ ମିଟିଂକୁ ନ ଯାଇ ଓ ପରବର୍ତ୍ତୀ ଟ୍ରେନ୍ ମଧ୍ୟ ହରାଇ ଦେଇଥିଲା। ସେ ପ୍ଲାଟଫର୍ମରୁ ଟିକେ ଦୂରରେ ବସିଥିଲେ। ସ୍ପଷ୍ଟ ଦେଖାଯାଉଥିଲା, ଦୂରରେ ଥାଇ ଅମିତ ସାବିତ୍ରୀକୁ କାମ କରୁଥିବାର ଦେଖୁଥିଲେ। କୌଣସି ଗ୍ରାହକ ସିଙ୍ଗଡ଼ା କିଣି ଟଙ୍କା ଫୋପାଡ଼ି ଚାଲି ଯାଉଥିଲେ ତ ଆଉ କେହି ଭଲ ବ୍ୟବହାର ଦେଉଥିଲେ। ବିଚାରୀ ସାବିତ୍ରୀ ସବୁ କିଛି ସହିଯାଉଥିଲା, ହେଲେ ତା ଆଖିରେ କେତେବେଳେ ଖୁସି ନଥିଲା। ଏସବୁ ଅମିତ ଛାତିକୁ ବହୁତ ଆଘାତ ଦେଉଥିଲା। ଏହା ଭିତରେ ସନ୍ଧ୍ୟା ହୋଇଯାଇଥିଲା। ସାବିତ୍ରୀ ମଧ୍ୟ ବହୁତ ଥକି ଯାଇଥିଲା। ଅମିତ ତା ବସିଥିବା ଜାଗାରୁ ହଠାତ୍ ଉଠି ସାବିତ୍ରୀ ପାଖକୁ ଆସିଲା। ବହୁତ ସାହସ କରି ଅମିତ ସାବିତ୍ରୀକୁ ପଚାରିଲା, ଆଜି ତମେ କୋଉଠିକି ଯିବ? ସାବିତ୍ରୀ ପ୍ରଥମ ଥର ପାଇଁ ଅମିତ ଆଡ଼କୁ ଚାହିଁ ଉତ୍ତର ଦେଲା, ଏଇ ପାଖରେ ଏକ ଘର ନେଇ ରହୁଛି। ଏହା କହି ସେ ଚୁପ୍ ହୋଇଗଲା। ତାକୁ ଜଣା ନଥିଲା ଯେ ଏହି ପ୍ରଶ୍ନ ପଛରେ ଅମିତର କ'ଣ ଉଦ୍ଦେଶ୍ୟ ଥିଲା। ଅମିତ ତା ପକେଟରୁ ଗୋଟେ କାର୍ଡ଼ ବାହାର କଲା ଓ କହିଲା, ଯଦି ତମର କେବେ କୌଣସି ଦରକାର ପଡ଼େ ଏଇ ନମ୍ବରରେ ମୋତେ ଫୋନ୍ କରିବ। କିନ୍ତୁ ସାବିତ୍ରୀ ସେ କାର୍ଡ଼ଟି ନେଇ ନଥିଲା। ହେଲେ କିଛି ସମୟ ଅମିତର ମୁହଁକୁ ଚାହିଁଲା ଓ କହିବାକୁ ଲାଗିଲା, ଦରକାର ତ ମୋର 10 ବର୍ଷ ପୂର୍ବରୁ ବି ଥିଲା। ସାବିତ୍ରୀର ଏଇ କଥାରେ କୌଣସି କ୍ରୋଧ ନଥିଲା, ବାସ୍ କେବଳ ଥିଲା ଏକ ସତ୍ୟତା। ଅମିତର ଛାତିଟା କୋହରେ ଭରିଗଲା। ତାକୁ ଲାଗିଲା ଯେମିତି ମନ ଭିତରେ ଥିବା ତାଙ୍କର ସବୁ ଅହଙ୍କାରକୁ କିଏ ଗୋଟିଏ କ୍ଷଣରେ ଭାଙ୍ଗି ଚୁରମାର କରିଦେଲା। ସେଦିନ ରାତିରେ ଅମିତକୁ ନିଦ ହେଉନଥାଏ। ହୋଟେଲର ରୁମ୍ରେ ଶୋଇଥିବା ବେଳେ ବାରମ୍ବାର ତାଙ୍କୁ ସାବିତ୍ରୀର ସେଇ ଠେଲା, ସେଇ ହାତ ଓ ସେଇ ନିରୀହ ଆଖି ଦୁଇଟା ଦେଖାଯାଉଥିଲା। ସେ ବୁଝିପାରୁଥିଲେ ଯେ ସେହି ଛାଡ଼ପତ୍ରରେ କେବଳ ଗୋଟିଏ ସମ୍ପର୍କ ଭାଙ୍ଗି ନଥିଲା, ସେହି ଛାଡ଼ପତ୍ର କାହାର ପୁରା ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ଅମିତ ନିଜକୁ ନିଜେ ପ୍ରଶ୍ନ କଲେ, ସେ କ'ଣ କାର୍ଡ଼ଟିଏ ଦେଇ କେବଳ ନିଜ କର୍ତ୍ତବ୍ୟ ପୂରା କରିବେ, ନା ଏମିତି କିଛି କରିବେ ଯାହା ଅନ୍ତତଃ ତାଙ୍କ ମନର ବୋଝକୁ କିଛି ମାତ୍ରାରେ ହାଲୁକା କରିଦେବ। ଆଉ ଅନ୍ୟ ପକ୍ଷରେ ସାବିତ୍ରୀ ନିଜ ରୁମ୍ରେ ବସିଥାଏ। ଗୋଟିଏ ଛୋଟ କୋଠରୀ, ଆଉ ସେଠି ଗୋଟିଏ ଛୋଟିଆ ପଟାର ଖଟ ଓ ପୁରୁଣା ପଙ୍ଖାଟିଏ ଥିଲା। ସାବିତ୍ରୀ ସେଦିନ କମାଣି କରିଥିବା ପଇସାକୁ ଗଣି ଗୋଟେ ଡବାରେ ରଖିଦେଇ ଖଟକୁ ଶୋଇବାକୁ ଗଲା। ଆଖିରେ ନିଦ ନଥାଏ। ଅମିତର ଚେହେରା ସାବିତ୍ରୀର ଆଖି ଆଗରେ ଖାଲି ଝଲସି ଉଠୁଥାଏ। ସେ ଭାବିଥିଲା ଅମିତ ଯଦି କେବେ ତା ସାମ୍ନାକୁ ଆସିବେ ସେ କାନ୍ଦିବ ଓ ତାଙ୍କୁ ପ୍ରଶ୍ନ କରିବ, ହେଲେ ସେମିତି କିଛି ବି ହୋଇନଥିଲା। ଆରଦିନ ସକାଳେ ଅମିତ ପୁଣି ସେଇ ଷ୍ଟେସନରେ ଯାଇ ପହଞ୍ଚିଗଲେ ଆଉ ସିଧା ସାବିତ୍ରୀର ଠେଲା ପାଖକୁ ଗଲେ ଓ ତାକୁ କହିଲେ, ମୁଁ ଏଠାରେ କିଛି ଦିନ ରହିବି। ସାବିତ୍ରୀ ଆଶ୍ଚର୍ଯ୍ୟରେ ଅମିତକୁ ଦେଖି କହିଲା, କାହିଁକି? ଅମିତ ଏକ ଦୀର୍ଘ ନିଶ୍ୱାସ ନେଇ କହିଲେ, ମୁଁ ଜାଣିବାକୁ ଚାହୁଁଛି ତମେ ଏ ପର୍ଯ୍ୟନ୍ତ କେମିତି ପହଞ୍ଚିଲ। ସାବିତ୍ରୀ ଟିକେ ଚୁପ୍ ହୋଇଗଲା ଆଉ କହିବାକୁ ଲାଗିଲା, ଆପଣ ଜାଣିଲେ କିଛି ବଦଳି ଯିବନି। ଅମିତ ପ୍ରଥମ ଥର ପାଇଁ ସାବିତ୍ରୀ ଆଗରେ ମୁଣ୍ଡ ନୁଆଁଇ କହିଲେ, ସବୁକିଛି ତ ପରିବର୍ତ୍ତନ ହେଇପାରିବନି, କିନ୍ତୁ କିଛି ମାତ୍ରାରେ ପରିବର୍ତ୍ତନ ହୋଇପାରିବ। ସେଦିନ ପ୍ରଥମ ଥର ସାବିତ୍ରୀକୁ ଲାଗିଥିଲା ଯେ 10 ବର୍ଷ ଭିତରେ କେହି ତ ଜଣେ ତାକୁ କହୁଥିଲା ସବୁକିଛି ଠିକ୍ କରିବା ପାଇଁ। ହେଲେ ସାବିତ୍ରୀକୁ ଜଣା ନଥିଲା ଅମିତର ଏହି ଫେରିବାଟା ତା ଜୀବନରେ ଖୁସି ଭରିଦେବ ନା ଆଉ ଥରେ ସେଇ ପୁରୁଣା କ୍ଷତକୁ ତାଜା କରିଦେବ। କାରଣ ସମ୍ପର୍କ ଥରେ ଭାଙ୍ଗିଗଲା ପରେ ଯଦି ଆଉ ଥରେ ସାମ୍ନାକୁ ଫେରିଥାଏ, ତାହେଲେ ସେଥିରେ ବହୁତ କିଛି ପ୍ରଶ୍ନ ଲୁଚି ରହିଥାଏ, ଯାହାର କି ଉତ୍ତର ଏତେ ସହଜ ନଥାଏ। ଏଇ ଭାବନା ଭିତରେ ସେ ତା କାର୍ଯ୍ୟ ଆରମ୍ଭ କରିଦେଇଥିଲା। ଆଉ ତାରି ଭିତରେ ଅମିତ ମଧ୍ୟ ତାକୁ ଦେଖୁଥିଲେ, ଏମିତି ଯେମିତି ତାକୁ ଆଉ ହରେଇବାକୁ ସେ ଚାହୁଁନାହାନ୍ତି। ଅମିତ କିଛି ଦିନ ସେଇ ଷ୍ଟେସନର ଆଖପାଖରେ ବିତେଇବାକୁ ଲାଗିଲେ। ସବୁଦିନ ସେଇ ପ୍ଲାଟଫର୍ମ, ସେଇ ଠେଲା ଓ ସେଇ ସିଙ୍ଗଡ଼ାର ବାସ୍ନା। ପାର୍ଥକ୍ୟ ବାସ୍ ଏତିକି ଥିଲା ଯେ କୌଣସି ବ୍ୟସ୍ତତା ନଥିଲା। ସେ ସବୁଦିନ ସାବିତ୍ରୀକୁ କାମ କରିବାର ଦେଖୁଥାନ୍ତି।
ଗ୍ରାହକଙ୍କ ସହିତ କଥା ହେବାର ଦେଖୁଥାନ୍ତି। ଦିନେ ସନ୍ଧ୍ୟାରେ ଷ୍ଟେସନ ପ୍ରାୟ ଖାଲି ହୋଇଯାଇଥିଲା। ଅମିତ ସାହସ କରି ସାବିତ୍ରୀକୁ କହିଲେ, ମୁଁ ତମ ଘର ପାଖକୁ ଯାଇପାରିବି କି? କୌଣସି ଅଧିକାର ଜମେଇଲା ପରି ପ୍ରଶ୍ନଟି ନଥିଲା। ସାବିତ୍ରୀ କିଛି ସମୟ ଚୁପ୍ ରହିଲା। ସେ ମନେ ମନେ ଭାବିଲା, 10 ବର୍ଷ ପୂର୍ବରୁ ଯେଉଁ ମଣିଷ ତାର ସବୁ ନିଷ୍ପତ୍ତିର ଏକ ଅଂଶ ଥିଲା, ଆଜି ସେଇ ମଣିଷ ସହିତ 2 ପାଦ ବାଟ ଚାଲିବାକୁ ଅନୁମତି ଦେବା ପୂର୍ବରୁ ତାକୁ ଭଲ ଭାବରେ ଚିନ୍ତା କରିବାକୁ ପଡୁଛି। ତାପରେ ସେ ମୁଣ୍ଡ ହଲାଇ ହଁ କହିଲା। ସେମାନେ ଯାଇ ପହଞ୍ଚିଲେ ସାବିତ୍ରୀ ରହୁଥିବା ଘରେ। କୋଠରୀଟି ବହୁତ ଛୋଟ ଥିଲା। ସେଠି ଏକ ଝରକା ଥିଲା, ଗୋଟେ ପୁରୁଣା ପଙ୍ଖା ଓ କବାଟରେ ଲାଗିଥିଲା ଏକ ଭଗବାନଙ୍କ ଫଟୋ। ଅମିତ ଘରର ଚାରିଆଡ଼କୁ ଦେଖି ସାରିଥିଲା ପରେ ସେ ବୁଝିପାରିଲା ତା ଜୀବନଟା କେତେ ଦୁଃଖରେ କଟୁଥିବ ବୋଲି। ଅମିତ ସାବିତ୍ରୀକୁ ପଚାରିଲେ, ତମେ ଆଉ ଥରେ ବିବାହ ପାଇଁ ଚିନ୍ତା କରିନ କି? ଅମିତ ପ୍ରଶ୍ନଟି ପଚାରି ଅନୁତାପ ମଧ୍ୟ କରୁଥିଲେ। ହେଲେ ସାବିତ୍ରୀ ଟିକେ ହସିଦେଲା। ସେ ଶାନ୍ତ ସ୍ୱରରେ କହିଲା, ଯଦି ଥରେ କୌଣସି ଜିନିଷ ଭାଙ୍ଗିଯାଏ ତାକୁ ଆଉ ଥରେ ଯୋଡ଼ିବାକୁ ଇଚ୍ଛା ହୁଏନି। ଅମିତ ସେଇଦିନ ସନ୍ଧ୍ୟାରେ ଗୋଟେ ନିଷ୍ପତ୍ତି ନେଲା। ଏମିତି ନିଷ୍ପତ୍ତି ଯୋଉଟା ତାକୁ 10 ବର୍ଷ ପୂର୍ବରୁ ନବାର ଥିଲା। ସେ ସାବିତ୍ରୀକୁ କହିଲା, ତମେ ଏ କାମ ଛାଡ଼ିଦିଅ। ସାବିତ୍ରୀ ସାଙ୍ଗେ ସାଙ୍ଗେ ମୁଣ୍ଡ ହଲାଇ ମନା କରିଦେଲା। ନାଇଁ। ତା ଉତ୍ତରରେ ଭୟ ଥିଲା। ଯଦି ଏଇଟା ବି ହାତଛଡ଼ା ହୋଇଯାଏ ତାହେଲେ ମୋ ପାଖରେ ଆଉ କ'ଣ ରହିବ? ଅମିତ ପ୍ରଥମ ଥର ଅନୁଭବ କରିଥିଲେ ଯେ ସେ ସାହାଯ୍ୟର କଥା କହୁଛନ୍ତି, ହେଲେ ସାମ୍ନାରେ ଛିଡ଼ା ହୋଇଥିବା ନାରୀ ଜଣକ ନିଜ ଆତ୍ମସମ୍ମାନ ବିଷୟରେ କହୁଛି ବୋଲି। ପରଦିନ ଅମିତ କିଛି କାଗଜପତ୍ର ଧରି ଆସିଲେ ଆଉ ସାବିତ୍ରୀର ଠେଲା ପାଖରେ ବସି କହିଲେ, ମୁଁ କୌଣସି ସାହାଯ୍ୟ କରିବାକୁ ଚାହୁଁନି। ଏଇଟା ତୁମର ଅଧିକାର। ଅମିତ ସାବିତ୍ରୀକୁ କହିଲେ, ମୁଁ ଚାହୁଁଛି ଏଇ ଷ୍ଟେସନରେ ତମ ନାଁରେ ଏକ ସ୍ଥାୟୀ ଦୋକାନ ହେଉ ବୋଲି। ତମେ ଟିକେ ଶାନ୍ତିରେ କାମ କରିପାରିବ। ସାବିତ୍ରୀ ଅମିତକୁ ଦେଖିଲା। ସେ ଆଉ ସେଇ ପୁରୁଣା ଅମିତ ହୋଇ ନଥିଲେ। ତାଙ୍କ ଭିତରେ ଜଣେ ଅନୁତପ୍ତ ମଣିଷକୁ ସେ ଦେଖିବାକୁ ପାଇଥିଲା। ସେଦିନ ରାତିରେ ସାବିତ୍ରୀ ଆଖିରେ ନିଦ ନଥିଲା। ତା ମନ ଭିତରେ ଡର ଓ ଭରସାର ଲଢ଼େଇ ଚାଲିଥିଲା। ତାକୁ ଭୟ ମଧ୍ୟ ଲାଗୁଥିଲା, ଯଦି ସେ ଅମିତ ଉପରେ ଭରସା କରେ ପୁଣି ଥରେ ସେ ଧୋକା ପାଇଯିବନି ତ? ପୁଣି ଆଶା ମଧ୍ୟ ଉଙ୍କି ମାରୁଥିଲା, ହେଇପାରେ ତା ଜୀବନ ତାକୁ ଟିକେ ଆରାମ ବି ଦେଇପାରେ। ସକାଳୁ ସକାଳୁ ସେ ନିଷ୍ପତ୍ତି ନେଲା ଓ ଅମିତକୁ କହିଲା, ମୁଁ ତମର ସାହାଯ୍ୟ ନେବି, ହେଲେ ଏକ ସର୍ତ୍ତରେ। ଅମିତ ଏକ ଦୀର୍ଘ ନିଶ୍ୱାସ ନେଇ କହିଲା, କେଉଁ ସର୍ତ୍ତ? ସାବିତ୍ରୀ କହିଲା, ତମେ ମୋ ଜୀବନର କୌଣସି ଅଂଶ ହେବନି। ଏଇଟା କେବଳ କର୍ମ ପାଖରେ ସୀମିତ ରହିବ। ଅମିତ କିଛି ନ ଭାବି କହିଲେ, ଠିକ୍ ଅଛି। କିନ୍ତୁ ତାଙ୍କୁ ଜଣା ନଥିଲା ଏହି ଦୂରତ୍ୱ ତାଙ୍କ ପାଇଁ କେତେ କଷ୍ଟଦାୟକ ହେବ ବୋଲି। ସାବିତ୍ରୀର ନୂଆ ଦୋକାନ ଖୋଲିଲା। ପ୍ରଥମ ଥର ସାବିତ୍ରୀ ବିନା କଷ୍ଟରେ କାମ କରୁଥିଲା, ଯେଉଁଥିରେ ତାଙ୍କ କାନ୍ଧ ଓ ପାଦକୁ କୌଣସି ଯନ୍ତ୍ରଣା ହେଉନଥିଲା। ତା ମୁହଁରେ ଏକ ହାଲୁକା ଉଜ୍ଜ୍ୱଳତା ଦେଖାଯାଉଥିଲା। ଆଗରୁ ସାବିତ୍ରୀ ସିଙ୍ଗଡ଼ାବାଲି ବୋଲି ପରିଚିତ ଥିଲା, ହେଲେ ଏବେ କିଛି ଗ୍ରାହକ ତାକୁ ଦୋକାନୀବାଲି ବୋଲି ଡାକୁଥିଲେ ଓ ଆଉ କିଛି ଗ୍ରାହକ ସମ୍ମାନର ସହିତ କଥା ହେଉଥିଲେ। ଅମିତ ଦୂରରୁ ଥାଇ ଏସବୁ ଦେଖୁଥିଲା। ତାକୁ ଖୁସି ବି ଲାଗୁଥିଲା, ହେଲେ ଏକ ଖାଲିପଣ ବି ଅନୁଭବ ହେଉଥିଲା। ଦିନେ ସାବିତ୍ରୀ କହିଲା, ତମର ଏଠିକି ଆସିବାଟା ଉଚିତ ନୁହେଁ। ଅମିତ ଆଶ୍ଚର୍ଯ୍ୟ ହେଇଗଲା, କାହିଁକି? ସାବିତ୍ରୀ ଉତ୍ତର ଦେଲା, ଲୋକମାନେ ପ୍ରଶ୍ନ ପଚାରିବାକୁ ଆରମ୍ଭ କରିବେ, ଆଉ ମୁଁ ପୁଣି ଥରେ ସେଇ ଉତ୍ତରରେ ଘାଣ୍ଟି ହେବାକୁ ଚାହୁଁନି। ଅମିତକୁ ପ୍ରଥମ ଥର ଅନୁଭବ ହୋଇଥିଲା, ତାର ଉପସ୍ଥିତି ସାବିତ୍ରୀ ପାଇଁ ଏକ ବୋଝ ହୋଇଯିବ। ସେଇଦିନ ସନ୍ଧ୍ୟାରେ ଅମିତ ଷ୍ଟେସନରୁ ଫେରିବା ପୂର୍ବରୁ ଅଟକି ନଥିଲେ, ହେଲେ ଅମିତ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଥିଲା, କ'ଣ ଦୂରତ୍ୱ ହିଁ କେବଳ ତାଙ୍କର ପ୍ରକୃତ ସମ୍ପର୍କ, ନା ଏବେ ବି କିଛି ଏମିତି ବାକି ଅଛି ଯୋଉଟା ଅଧୁରା ରହିଗଲା? ସାବିତ୍ରୀ ଦୋକାନ ବନ୍ଦ କରି ବସିଥିଲା ଆଉ ସେ ତା ହାତର ପାପୁଲିକୁ ଦେଖୁଥିଲା। ପ୍ରଥମ ଥର ପାଇଁ ସେଥିରେ ତାକୁ ପରିଶ୍ରମ ନୁହଁ, ତା ଭବିଷ୍ୟତର ଏକ ହାଲୁକା ରେଖା ସେଥିରେ ଦେଖାଯାଇଥିଲା। ହେଲେ ଏବେ ବି ଭୟ ତା ହୃଦୟର କୌଣସି ନା କୌଣସି କୋଣରେ ତାକୁ ଦେଖାଯାଉଥିଲା। ଯଦି ଆଉ ଥରେ ତାଠାରୁ ଏସବୁ ଜିନିଷ ଦୂରେଇ ଯାଏ? ସେଇ ଭୟ ଓ ଭରସା ଭିତରେ ତାଙ୍କ ଦୁଇଜଣଙ୍କ ସମ୍ପର୍କ ଏକ ନୂଆ ମୋଡ଼ରେ ପହଞ୍ଚିଥିଲା, ଯେଉଁଠି ପରବର୍ତ୍ତୀ ପଦକ୍ଷେପ ତାଙ୍କୁ ପୂରାପୂରି ଅଲଗା କରିଦେଇପାରେ କିମ୍ବା କୌଣସି ନୂଆ ସମ୍ପର୍କ ଆଡ଼କୁ ନେଇଯାଇପାରେ, ଯୋଉଟାର ନାଁ ସେ ଦୁହେଁ ଜାଣିନାହାନ୍ତି।
ସମୟ ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଲା। କିନ୍ତୁ ଏଥର ସାବିତ୍ରୀ ଅନୁଭବ କରିପାରୁଥିଲା ଯେ ତା ଜୀବନ ତାଠାରୁ ଦୂରେଇ ଯାଉନାହିଁ ବୋଲି। ଚୁଲିର ସେଇ ନିଆଁରେ ଆଉ ହାତ ପାପୁଲିକୁ ଆଘାତ କରୁନଥିଲା। କଢ଼େଇରେ ଥିବା ସେଇ ଗରମ ତେଲ ତାକୁ ଆଉ ଭୟାନକ ଲାଗୁନଥିଲା କି ଗ୍ରାହକଙ୍କ ସ୍ୱରରେ ଆଉ ସେହି ଅପମାନ ନଥିଲା। ଲୋକମାନେ ଅଟକି ଯାଆନ୍ତି, କଥାବାର୍ତ୍ତା କରନ୍ତି ଏବଂ ବେଳେବେଳେ ହସନ୍ତି ଓ ପଚାରନ୍ତି, ଭଉଣୀ, ଆଜି କିଛି ନୂଆ ଅଛି? ଗ୍ରାହକଙ୍କ କଥାରେ ସାବିତ୍ରୀ ଟିକେ ହସି ଦେଇଥାଏ। ଅମିତ ମଧ୍ୟ ସାବିତ୍ରୀଠାରୁ ଦୂରତ୍ୱ ବଜାୟ ରଖୁଥିଲେ। ସେ ଷ୍ଟେସନ ଆସୁଥିଲେ, ହେଲେ ସାବିତ୍ରୀ ପାଖକୁ ଯାଉନଥିଲେ। ସେ ଦୂରରୁ ଦେଖୁଥିଲେ ସାବିତ୍ରୀକୁ ଗ୍ରାହକଙ୍କ ସହିତ କଥା ହେବାର ଓ ନିଜ ଉପରେ ବିଶ୍ୱାସ ରଖୁଥିବାର। ଅମିତ ପ୍ରଥମ ଥର ଅନୁଭବ କରିଥିଲେ ଯେ ଜଣକୁ ସାହାଯ୍ୟ କରିବାଟା କେବଳ ତା ଜୀବନ ଉପରେ ଅଧିକାର ଜମେଇବାଟା ନୁହଁ। ବେଳେବେଳେ ସାହାଯ୍ୟ କରିବାର ଅର୍ଥ ହେଉଛି ପଛକୁ ଫେରିଯିବା ଉଚିତ, ତାକି ସାମ୍ନାବାଲା ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବ। ଦିନେ ସନ୍ଧ୍ୟାରେ ହଠାତ୍ ପ୍ରବଳ ବର୍ଷା ହେଲା। ଷ୍ଟେସନ ଛାତରୁ ପାଣି ଗଡ଼ିବାରେ ଲାଗିଲା। ଲୋକମାନେ ଏଠିକି ସେଠିକି ଦୌଡ଼ିବାକୁ ଲାଗିଲେ। ସାବିତ୍ରୀ ଦୋକାନ ବନ୍ଦ କରିଥିଲା। ସେଇ ଦୌଡ଼ାଦୌଡ଼ି ଭିତରେ ଜଣେ ପିଲା ଆସି ସାବିତ୍ରୀକୁ କହିଲା, କାଲି ସକାଳେ ଷ୍ଟେସନର ପ୍ରଶାସନ ଦୋକାନ ସବୁ ଯାଞ୍ଚ କରିବାକୁ ଆସୁଛନ୍ତି। ସାବିତ୍ରୀ ଛାତିରେ ଯେମିତି ଝଟକା ଲାଗିଗଲା। ତାର ସେଇ ପୁରୁଣା ଦିନଗୁଡ଼ିକୁ ମନେ ପକାଇଲା, ଯେତେବେଳେ ପ୍ରତ୍ୟେକ ନୋଟିସ୍ ତା ମନରେ ଭୟ ସୃଷ୍ଟି କରୁଥିଲା। ସେ ସେଦିନ ରାତିସାରା ଶୋଇପାରି ନଥିଲା। ତାକୁ ଏମିତି ଲାଗୁଥିଲା ଆଉ ଥରେ ତାଠାରୁ ଏସବୁ ଦୂରେଇ ନ ଯାଉ। ସକାଳୁ ସକାଳୁ ଅମିତ ବି ଏ ଖବର ପାଇଲେ। ସେ ତୁରନ୍ତ ଷ୍ଟେସନରେ ପହଞ୍ଚିଥିଲେ, କିନ୍ତୁ ଦୋକାନ ପାଖକୁ ଯାଇନଥିଲେ। ଅମିତ ଦୂରରୁ ଦେଖିଲା ଯେ ସାବିତ୍ରୀ ଏକାକୀ ଛିଡ଼ା ହୋଇଛି ବୋଲି। ସେ କାଗଜପତ୍ର ସହିତ କିଛି କଥାବାର୍ତ୍ତା କରୁଛି ଏବଂ ତା ମୁହଁରେ ଭୟ ଖେଳି ଯାଇଛି। ଅମିତ ସାବିତ୍ରୀ ଆଡ଼କୁ ଯିବା ପାଇଁ ପାଦ ବଢ଼ାଇଲେ, ହେଲେ ପାଦଟା ଅଟକି ଗଲା। ତାଙ୍କର ସେଇ ସର୍ତ୍ତ କଥା ମନେ ପଡ଼ିଗଲା। ସାବିତ୍ରୀ ଏକା ହିଁ ସବୁ ସମ୍ଭାଳି ନେଲା। ସେ ପ୍ରଶାସନକୁ କାଗଜପତ୍ର ଦେଖାଇଲା ଓ କିଛି ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲା। ତାପରେ ପ୍ରଶାସନ ଅଧିକାରୀମାନେ ଚାଲି ଯାଇଥିଲେ ଆଉ ଦୋକାନଟା ତାର ସୁରକ୍ଷିତ ହୋଇଗଲା। ଯେତେବେଳେ ସବୁକିଛି ଠିକ୍ ହୋଇଗଲା, ସେଇ ମୁହୂର୍ତ୍ତରେ ସାବିତ୍ରୀ ପ୍ରଥମ ଥର ପାଇଁ ଅନୁଭବ କରିଥିଲା ଯେ ସେ କାହାର ବିନା ସାହାଯ୍ୟରେ ମଧ୍ୟ ଉପରକୁ ଉଠିପାରିବ। ତା ଆଖିରୁ ଲୁହ ଝରି ପଡ଼ିଥିଲା, କିନ୍ତୁ ତା ଆଖିର ଏଇ ଲୁହ କୌଣସି ଦୁର୍ବଳତାର ନୁହେଁ। ସନ୍ଧ୍ୟା ହେଲା ପରେ ଅମିତ ସାବିତ୍ରୀକୁ ଅଟକାଇ ବାସ୍ ଏତିକି କହିଥିଲେ, ଆଜି ତମକୁ ଏମିତି ଦେଖି ମୋ ମନକୁ ଟିକେ ଶାନ୍ତି ମିଳିଲା। ସେଇ ମୁହୂର୍ତ୍ତରେ ସେ ଦୁଇ ଜଣଙ୍କ ଭିତରେ ନା କୌଣସି ସମ୍ପର୍କ ଥିଲା କିମ୍ବା ଅତୀତର କୌଣସି ବୋଝ। ସେଠାରେ କେବଳ ଦୁଇ ଜଣ ମଣିଷ ଥିଲେ, ଯିଏକି ଜୀବନରେ ବହୁତ କିଛି ହରାଇଲା ପରେ କିଛି ପାଇଥିଲେ। ଅମିତ ଟିକେ ହସି ପୁଣି ସାବିତ୍ରୀକୁ କହିଲେ, ମୁଁ ତୁମକୁ କିଛି ମାଗୁନି, ନା ସମର୍ଥନ ନା କ୍ଷମା। କେବଳ ମୁଁ ଏତିକି ଜାଣିବାକୁ ଚାହୁଁଛି ଯେ ତମେ ଖୁସି ଅଛ ତ? ସାବିତ୍ରୀ କିଛି ସମୟ ଭାବିଲା ଓ କହିଲା, ମୁଁ ଭଲ ଅଛି। ବୋଧହୁଏ ଏଇଟା ହିଁ ମୋ ଖୁସି। ଅମିତର ମୁଣ୍ଡ ତଳକୁ ହୋଇଗଲା ଓ ସେ ବୁଝିପାରିଲେ କିଛି ସମ୍ପର୍କ କେବଳ କ୍ଷମାରେ ଶେଷ ହୋଇଯାଇନଥାଏ, କିଛି ଭଲ ବୁଝାବୁଣା ଦ୍ୱାରା ବି ହୋଇଥାଏ। କିଛି ଦିନ ପରେ ଅମିତ ସେ ସହର ଛାଡ଼ି ଚାଲିଗଲା। ଏଥର କୌଣସି ଶବ୍ଦ ନା କୌଣସି ପ୍ରତିଶ୍ରୁତି ସେ ସାବିତ୍ରୀ ପାଇଁ କିଛି ବି ଛାଡ଼ି ନଥିଲେ। ଏମିତିକି ସାବିତ୍ରୀ ମଧ୍ୟ ଅମିତକୁ ଅଟକାଇ ନଥିଲେ। ସାବିତ୍ରୀ ଅନୁଭବ କରିପାରିଥିଲା ଯେ ଏବେ କାହାର ଫେରିବା ଓ ଆସିବାକୁ ତା ମନରେ ଆଉ ଭୟ ନାହିଁ। ଦିନେ ସକାଳେ ସାବିତ୍ରୀ ଦୋକାନ ଖୋଲିଲା। ସୂର୍ଯ୍ୟଙ୍କର କିରଣ ସିଧା ତା କାଉଣ୍ଟର ଉପରେ ପଡ଼ୁଥିଲା। ସେ ଗ୍ୟାସରେ କଢ଼େଇ ବସେଇଲା ଓ ସିଙ୍ଗଡ଼ା ସେଥିରେ ପକେଇ ନିଜକୁ ନିଜେ କହିବାକୁ ଲାଗିଲା, ଜୀବନ ବହୁତ କିଛି ନେଇଯାଇଛି, ହେଲେ ସବୁ କିଛି ନୁହେଁ। ସେ ତା ହାତ ଦୁଇଟାକୁ ଚାହିଁ ଟିକେ ହସିଲା ଆଉ କହିଲା, ଏଇ ହାତ ଦୁଇଟି ଖାଲି ରୋଜଗାର ନୁହେଁ, ସମ୍ମାନ ମଧ୍ୟ ପାଉଛି। ରେଳ ଷ୍ଟେସନ ଭିଡ଼ ସେମିତି ଥିଲା। ଟ୍ରେନ ଆସୁଥିଲା ଓ ଯାଉଥିଲା, କିନ୍ତୁ ସାବିତ୍ରୀ ଆଉ ସେ ଭିଡ଼ର ଅଂଶ ହୋଇନଥିଲା। ସେ ତା ଜାଗାରେ ଛିଡ଼ା ହୋଇଥିଲା, ସାହସୀ, ଶାନ୍ତ ଓ ନିଜ ସହିତ। ଆଉ ସେପଟେ କିଛି ଦୂରରେ ଏକ ମଣିଷ ଏଇଆ ଭାବି ବଞ୍ଚି ରହିଥିଲା, ସେ ଡେରିରେ ହେଉ ପଛେ ଗୋଟେ ମଣିଷକୁ ଦୁଃଖରେ
ଭାଙ୍ଗି ପଡ଼ିବା ଆଗରୁ ଅଟକେଇ ପାରିଥିଲେ। ତାଙ୍କୁ ନିଜ ପାଖକୁ ଫେରାଇ ଆଣିବାକୁ ନୁହେଁ, ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ। ଏହା ହିଁ ଥିଲା ଏହି କାହାଣୀର ସତ୍ୟତା। ବେଳେବେଳେ ପ୍ରେମର ସବୁଠାରୁ ବଡ଼ ପ୍ରମାଣ କାହାକୁ ନିଜ ଅଧୀନରେ ରଖିବା ପାଇଁ ହୋଇନଥାଏ, ବରଂ ତାଙ୍କୁ ଆଜାଦ କରିବାରେ ହୋଇଥାଏ। ଆପଣମାନେ କ'ଣ ଭାବୁଛନ୍ତି? ନିଶ୍ଚୟ ଜଣେଇବେ। ପ୍ରତ୍ୟେକ କାହାଣୀ କେବଳ ଶୁଣିବା ପାଇଁ ହୋଇନଥାଏ, କିଛି କାହାଣୀ ଚିନ୍ତାଧାରା ଓ କିଛି ଜୀବନକୁ ବଦଳାଇବା ପାଇଁ ମଧ୍ୟ ହୋଇଥାଏ।